ସେଇ ଏଟା ଖୋଲିଯିବ ତ ସେଇ ଠିଆ ବସି ଗୌରବ ରହିଛି। ଏହି ଯାତ୍ରା କେବେଠୁ ଯେ ହେଲାଣି ମୋର ଅନୁମାନ 150 ବର୍ଷ ହେଲାଣି, 150 ବର୍ଷ ହେଲାଣି। ଆମେ ଆମ ବାପା ବଡ଼ ବାପା ପଶୁ ବାପା ଅମଳରୁ ଆମେ ଏଇ ଯାତ୍ରା ଦେଖୁଛୁ, ଆଜି ବି ସେଇ ଯାତ୍ରା ଚାଲିଛି। ଆଶା କରେ এই যাত্রা কন্টিনিউ করব, বঞ্চি রহু এই যাত্রা। ମୁଁ ଏ ଗାଁ ପାଇଁ ଏତେ ଖୁସି ଲାଗେ। ଏ ବାଲେଶ୍ୱରରୁ ମୁଁ ଦୌଡ଼ିକି ଆସିଛି, ମୋତେ ସ୍ତ୍ରୀ ପୁଅ ଏମାନେ ମନା କରୁଥିଲେ। ମୁଁ କହିଲି ନା, ମୁଁ ମୋ ଗାଁକୁ ଯିବି। ମୋ ଗାଁର ଏଇ ସବୁ ଏଇ ଧୂଳି ମାଟି, ଏଇ ଦୋକାନ ବଜାର ଛକ ରାସ୍ତା ଏଗୁଡ଼ାକୁ ଦେଖିଲେ ମୋତେ ବହୁତ ଭଲ ଲାଗେ। ଯେତେ ହେଲେ ବି ଯେତେ ଦେହ ଖରାପ ଥିଲେ ବି ଏ ପିଲାମାନଙ୍କର ଯେଉଁ ଡାକରା ଏବଂ ମୋତେ ଡାକିକି ଆଣିଲେ ମୋତେ ଏତେ ଖୁସି ଲାଗୁଛି କହିବାର ନାହିଁ। ଆଉ ଏ ମୁନି କମିଟିର ପ୍ରତ୍ୟେକ ଯେଉଁ ମେମ୍ବରମାନେ ଅଛନ୍ତି ସମସ୍ତଙ୍କର ଉଦ୍ୟମ, କେଉଁଠୁ ଗାଳି ଶୁଣୁଛନ୍ତି, କେଉଁଠି କ'ଣ କରୁଛନ୍ତି, ମୋ କାନରେ ସବୁ ପଡ଼ିଛି। ତଥାପି ସେମାନେ ସେସବୁକୁ ପିଠିରେ ପକାଇ ଅନୁଷ୍ଠାନକୁ ବଞ୍ଚେଇ ରଖିବା ଯେଉଁ ପ୍ରୟାସ ଜାରି ରଖିଛନ୍ତି, ସେହି ପିଲାମାନଙ୍କୁ ମୋ ତରଫରୁ ଧନ୍ୟବାଦ। ଆଶା କରେ ଯେ ଏ ଯାତ୍ରା କଣ୍ଟିନ୍ୟୁ କରୁ, ସମସ୍ତେ ଉପଭୋଗ କରୁ, ଶୃଙ୍ଖଳା ବଞ୍ଚି ରହୁ। ଶାନ୍ତି ଶୃଙ୍ଖଳା ବଞ୍ଚି ରହିଲେ ଏ ଯାତ୍ରା ଭଲ ହେବ, ଆଉ ଆମ ଗାଁର ଗୌରବ ବଢ଼ିବ। ଏତିକି କହି ମୁଁ ରହୁଛି।